तो फॉरेस्टर फॉरेस्ट गार्ड आउ एक्साइज कॉन्स्टेबल रो जो पिला माने देइथिले एग्जाम तो तांकर आंसर की ऑलरेडी से मान देखि सारलेनी हला तो तो सेही विषय रे यूट्यूब रे भी 100 रु 150 वीडियो ऑलरेडी कटअप ऊपर भी माने कोन यूट्यूबर माने बनै सारलेनी हला तो तांको भितरे किछि यूट्यूबर एमटी भी थिबे जो मान कहथे जे 30 मार्क भी रखिछो रो स्कोर कथा कहछि हला तो जो माने 30 मार्क भी रखिछो तो से मान फिजिकल करो आउ किछि कहछंती 75 मार्क जो माने भी रखिछो से मान फिजिकल करो देखंतु मु तो आपण मानको एमती मिछ प्रतिश्रुति देबिनी हला तो जहा किछि भी आज कहिबे ना निहाती এই ভিডিও আজ तुम ପାଇଁ ଶେଷ ଭିଡିଓ ହବ ବାରମ୍ବାର କଣ ଏଇ ଯୋଉ କଟ ଭିଡିଓ ଦେଖିକି ପେନିକ ହେବାଟା ଭଲ ନୁହେଁ ବୁଝି ହେଲା ତାପରେ ଦେଖ ଯଦି ପ୍ରିଭିୟସ୍ ଇୟର କଥା କହିବା ତାହେଲେ ତା ତୁଳନାରେ ଏବେ କଣ ମାନେ ବହୁତ କମ ଭ୍ୟାକେନ୍ସି ଅଛି ବୁଝିହେଲା କି ନାହିଁ ମାନେ ସିଧା କଥା କଟ ଅଫ୍ ତ ଟିକେ ନିହାତି ଅଧିକା ଯିବ ଏଇଟା କେହି କାଟି ପାରିବେନି କାହିଁକି ନା ଆଗ ଅପେକ୍ଷା ଏଥର କମ ଭ୍ୟାକେନ୍ସି ଆସିଛି ହେଲା ତାପରେ ପ୍ରଥମ କଥା ହେଲା ମୁଁ ଜାଣିନି କିମ୍ବା ତୁମେ ବି ଜାଣିନ ଯେ କଟ ଅଫ୍ କେତେ ଯିବ ସେ କଥା କେବଳ ରେଜଲ୍ଟ ଆସିଲେ ହିଁ ଜଣା ପଡିବ ବୁଝିହେଲା ବାକି ରହିଲା କଟ ଅଫ୍ କଥା ତ କଟ ଅଫ୍ କେତେ ଯିବ ନା ମୁଁ ଜାଣିଛି ନା ତୁମେ ମାନେ ଜାଣିଛ ହେଲା ତଥାପି ଯଦି ତୁମେ ତମ ଆଡୁ କହିବ ଯେ ନା ଭାଇ ମୁଁ କେତେ ସେଫ୍ ସ୍କୋର ରଖିଥିଲେ ଫିଜିକାଲ ଟା ଆରମ୍ଭ କରିଦେବି ତ ଦେଖନ୍ତୁ କଟ ଅଫ୍ ଉପରେ ତ ଆମେ କୌଣସି ଜିନିଷ ବି ଆନାଲିସିସ୍ କରିପାରିବା ନାହିଁ ଯାହା କଥା ହେବା ସେଫ୍ ସ୍କୋର ବିଷୟରେ ମୁଁ କହିବି ଯେ ନାଇଁ ଭାଇ ତମେ ଯଦି ଏତିକି ସେଫ୍ ସ୍କୋର ରଖିଛ ତାହେଲେ ଫିଜିକାଲ ଆରମ୍ଭ କରିଦବ କାରଣ ଫିଜିକାଲ ପାଇଁ ସେ ଠିକରେ ସମୟ ବି ଦେବନି ଆଗ ଅପେକ୍ଷା ଲେଟ୍ ବି ଏଥର ହବନି ଆଉ ବୁଝିଲା କି ନାଇଁ ମାନେ ବହୁତ ଜଲ୍ଦି ପିଲାଙ୍କୁ ସେ ନବ ତ ଦେଖ ଯଦି ତୁମେ ମାନେ ୟୁଆର ରୁ ବିଲଙ୍ଗ କରୁଥିବ ୟୁଆର ରୁ ହେଲା ୟୁଆର କଣ ମାନେ ଏଇଟା ହଉଛି ଆମର ର ସ୍କୋର ହେଲା ରେଜଲ୍ଟ ଆଲେ ଦେଖିବା ସେମିତି କଣ ହଉଛି ସେ ସମୟରେ ହେଲା ତ ର ସ୍କୋରକୁ ନେଇକି ଆମେ ଗୋଟେ ଆନ୍ଦାଜ ଲଗେଇବା ଯୋଉ ୟୁଆର ପିଲାମାନେ ଯଦି ତମ ରୋ ସ୍କୋର 65 ରୁ ନେଇକି 70 ଭିତରେ ଅଛି ନା ତ ତୁମେ ମାନେ ଫିଜିକାଲ ଆରମ୍ଭ କରିଦିଅ ତାପରେ ଏସସି ବିସି ବା ଓବିସି ତମାନେ ଯୋଉଟା କହୁଛ ହେଲା ଯଦି ସେଇମାନଙ୍କ ସ୍କୋର 62 ରୁ ନେଇକି 67 ଭିତରେ ଅଛି ତା ମାନେ ତମେ ଏବେ ସେଫ୍ ରେ ଅଛ ତ ଠିକ ସେପରି ଏସସି ଯୋଉ ଏସଟି ଭାଇ ମାନେ ତୁମର 60 ରୁ ନେଇକି ସେଇ 65 ଭିତରେ ବି ଆସୁଛନ୍ତି ଆଉ ରହିଲେ ବାକି ଏସଟି ଯୋଉମାନେ କି 58 ରୁ ନେଇକି 63 ହେଲା ତ ଦେଖନ୍ତୁ ଏଇ ଯୋଉ ର ସ୍କୋର ନା ତ ଏଇଟାକୁ ମୁଁ ପୂର୍ବ ବର୍ଷକୁ ଆଖି ଆଗରେ ରଖିକି କହୁଛି ବୁଝିଲା ନାହିଁ ଯୋଉ ପ୍ରିଭିୟସ୍ ଇୟର ଯୋଉ ଭ୍ୟାକେନ୍ସି ଆସିଥିଲା ସେଥିରେ ଅଧିକ ଭ୍ୟାକେନ୍ସି ଆସିଥିଲା ତେଣୁ କଟ ଅଫ୍ କେ ଲୋ ଯାଇଥିଲା ତ ଏଇଥର 2 ମାର୍କ ହେଇପାରେ 4 ମାର୍କ ହେଇପାରେ ଅଧିକ ବି ଯାଇପାରେ ବୁଝିଲେ କି ନାହିଁ ତ ସେଇପରି ଫିମେଲ ଯୋଉମାନେ ରହିଲେ ଫିମେଲ ତ ସେଇମାନଙ୍କର ବି ଏଇଥିରୁ 4 ମାର୍କ 5 ମାର୍କ କମେଇ ଦିଅ ତ ସେମାନଙ୍କର ବି ସେଇ ଅନୁସାରେ କଟକ ଯିବ ହେଲା ତ ବାରମ୍ବାର କଟ ଭିଡିଓ ଦେଖିବା କୌଣସି ଆବଶ୍ୟକ ନାହିଁ ତ ଏଇ ଗୋଟିଏ ଭିଡିଓ ଆପଣ ଦେଖିଲେ ମୁଁ ଦେଖ ମୁଁ କଣ କହିଲି ଯେ ୟୁଆର ଯୋଉ ପିଲା ଭାଇ ଯୋଉ ଭାଇ ମାନେ ଭଉଣୀ ମାନେ ଅଛନ୍ତି ଯଦି 65 ରୁ 70 ଭିତରେ ତମର ଆସି ଯାଉଛି ରୋ ସ୍କୋର ତାହେଲେ ଆପଣ ଏବେ ସେଫ୍ ସ୍କୋର ଅଛନ୍ତି ତ ଏସସି ବିସି ଓବିସି ସେମାନେ 62 ରୁ ନେଇକି 67 ତ ଏସସି ଯୋଉମାନେ 60 ରୁ ନେଇକି 65 ଆଉ ଏସଟି ଯୋଉ ଭାଇ ମାନେ 58 ରୁ ନେଇକି 63 ଯଦି ତମେ ଏଇ ଭିତରେ ଆସୁଛ ଏଇ ରାଙ୍କ ଭିତରେ ତା ମାନେ ତୁମମାନେ ଅଲରେଡି ସେଫ୍ ରେ ଅଛ ବୁଝି ହେଲା ବାକି ଆଉ କଣ କହିବି ବାକି ଯଦି ଆମେ କହିବା ରେଜଲ୍ଟ କଥା ତ ରେଜଲ୍ଟ ତ ପଛ କଥା ଆଗେ ଆସିବ ରିଭାଇଜ ଆନ୍ସର କି କାହିଁକି ନା ଏବେ ତୁମର ଆନ୍ସର କି ଥରେ ପଳେଇ ଆସିଲା ନା ତ ୟା ପରେ ଯୋଉମାନେ ଅବଜେକ୍ସନ ରେଜ କରିଥିଲେ ଯୋଉଟା କି 22 ରୁ 27 ତାରିଖ ଯାଇଥିଲା ଯଦି ରିଭାଇଜ ଆନ୍ସର କି କଥା ଆମେ କହିବା ଦେଖ ଏଇନା ତ ଆରଆଇ ଓମିନର ଏକ୍ଜାମ ଚାଲିଛି ତା ମାନେ ସେମାନେ ନିହାତି ବ୍ୟସ୍ତ ଥିବେ ହେଲା ସେଇ ଦେଖି ଚାଲ ଜୁନ 25 ରୁ ନେଇକି ମାନେ ସେଇ ଲାଷ୍ଟ ଆଉ ଯଦି ବି ନ ହେଇ ପାରିଲା ଜୁଲାଇ ଫାର୍ଷ୍ଟ ୱିକ୍ ନିହାତି ହେଲା ତ ଫାର୍ଷ୍ଟ ୱିକ୍ ରେ ନିହାତି ଭାବରେ କଣ ରିଭାଇଜ ଆନ୍ସର କି ଆସିବ ଆଉ ଯୋଉ ଦିନ ରିଭାଇଜ ଆନ୍ସର କି ଆସିଗଲା ଠିକ 7 ରୁ 15 ଦିନ ଭିତରେ ସେ କଣ କରିବ ନା ରେଜଲ୍ଟ କୁ ତାର କଣ କରିବ ପବ୍ଲିଶ କରିଦବ ହେଲା ତାପରେ ରେଜଲ୍ଟ ବାହାରିଲା ପରେ ସେ ତାର ପୁଣି ହିସାବ କରିବ ଯେ ନାଇଁ ଏତିକି ଭ୍ୟାକେନ୍ସି ଅଛି ଏତିକି ଗୁଣ ପିଲାକୁ ନେବି ତ ସେଇ ହିସାବରେ ତାପରେ ସେ କିଛି ଦିନ ଗଲା ପରେ ଫିଜିକାଲ ପାଇଁ କଣ ସେଇ ଯୋଉ ମେରିଟ ଲିଷ୍ଟ ବାହାର କରିଦବ ବୁଝିହେଲା ତ ଆଶା କରୁଛି ଆପଣ ମାନେ ବୁଝି ପାରିଥିବେ ଆଉ ବାରମ୍ବାର ଏପଟ ସେପଟ ଭିଡିଓ ଦେଖିକି ପେନିକ ହୁଅନ୍ତୁନି ଟେନସନ ହୁଅନ୍ତୁନି ତମ ସେଇ ଦିମାଗକୁ ଜୋର ଦିଅନି ହେଲା ବର୍ତ୍ତମାନ ଫିଜିକାଲ ର ସମୟ ମୁଁ ଯେତିକି କହିଲି ସେଫ୍ ସ୍କୋର ଯଦି ତା ଠାରୁ ଉପର ଅଛି କିମ୍ବା ଗୋଟେ ମାର୍କ
2 ମାର୍କ 3 ମାର୍କ ବି ଯଦି କମ୍ ଅଛି ତାହେଲେ ସେଟା ଚଳିବ ହେଲା। ତ ଆପଣମାନେ ଆରାମରେ ଫିଜିକାଲ ଆରମ୍ଭ କରିଦିଅନ୍ତୁ ହେଲା। ତ ଆଜି ପାଇଁ ରହିଲି, ଧନ୍ୟବାଦ।